ନବୀନ ସରକାର ଥିଲା ବେଳେ ଆଳୁ କିଲୋ ଲୋକ ଖାଉଥିଲେ 10 ଟଙ୍କା 11 12 ଟଙ୍କା କିଲୋରେ। ଆଜି ହେଲାଣି ଆଳୁ କେତେ 30 ଟଙ୍କା କିଲୋ, ରସୁଣ 400 ଟଙ୍କାରେ କିଲେ, ଡାଲି ହେଲାଣି 200, ତାପରେ ହେଲାଣି ଆମର ରସୁଣ 400 ଟଙ୍କା, ତେଲ 120। ଆଉ ଲୋକ ବଞ୍ଚିବେ ନା ମରିବେ? କହୁଛନ୍ତି ପାଟିରୁ ଛିପ ଗୁଡା ଆସିକି ଟୋଟାଲ ହେଇ ଆମ ଉପରେ ପଡୁଛି। କେତେ ଜୋର ରାଗ ଦେଖ। ରାଗିବେ ନା ଲୋକ? ସଂସାର ପୁଣି ଚଳିବ କେମିତି? ଦେଶ ପୁଣି ଚାଲିବ କେମିତି? ହଁ, ପିଆଜ କିଲୋ 70 ବାବୁଙ୍କୁ ପଚାରନ୍ତୁ। ଏମିତି କଷ୍ଟ ହଉଛି ଲୋକକୁ, ଏମିତି କଷ୍ଟ ହଉଛି ଲୋକକୁ ଚଳିବାକୁ। ଲୋକ ହାହାକାର ହେଇଯିବେ। ରକ୍ତ ଗରମ ହେଇଯାଉଛି ଆମର ଏଇ ଚୁଡ଼ି ସବୁ। ଆମେ ମୁଣ୍ଡି ଭଳିଆ ଲୋକ, କେତେ ପଇସା ପାଇବେ ଆମେ ଦେଇପାରି ଖାଇପାରିବୁ? ଭାଇ ଆଜ୍ଞା କାରଣ ବର୍ତ୍ତମାନ ଯୋଉ ଦରଦାମ ଯୋଉ ହେଲାଣି ମୂଲିଆ ମଜୁରିଆ ଲୋକ ଚଳିବା ଭାରି କଷ୍ଟ ହେଇଗଲା ଆଜ୍ଞା। ଯୋଉ ଯାହା ଏଇ ଯୋଉ ସେ ଯୋଉ କଥା କହିଲେ ରସୁଣ କିଲୋ 400 ଟଙ୍କା, ଆଳୁ କିଲୋ 30 ଟଙ୍କା, ପିଆଜ କିଲୋ 70 ଟଙ୍କା। କାଲି ଗୋଟେ ମାର୍କେଟ ଯାଇଥିଲି ଜହ୍ନି କିଲୋ 80 ଟଙ୍କା, ବାଇଗଣ କିଲୋ 80। ଆଉ ଖାଟିଆ ସେଇଥିପାଇଁ ଆମେ ଚଳିବା କଷ୍ଟ ହେଇଗଲା। ଏଇ ସରକାର ଆସିବା ପରେ ବେଶୀ କଷ୍ଟ ଆଉ ଗୋଟେ କଲେ ସୁଭଦ୍ରା ଯୋଜନା ଯୋଉ 5,000 ଟଙ୍କା ଦେଲେ 5,000 ଟଙ୍କା ବର୍ଷକୁ 2 ଥର ଦେବେ। 10 ବର୍ଷରେ 5 ବର୍ଷରେ 50,000 ଟଙ୍କା ହବ। ସେ ଏକ କାଳ ଦେଇଗଲେ କାମ ଲଗେଇ କିଏ ଗଲେ 5,000 ତେଲ ଲଗେଇ ସବୁ ଖର୍ଚ୍ଚ କରିଦେବେ। ଏଇ ଯୋଉ 5,000 ଖାଇବା ତେଲ 30 ଟଙ୍କା ବଢିଗଲା। 5,000 ଟଙ୍କା କଣ ତେଲ ଖର୍ଚ୍ଚ ହେଇଯିବ? ଆଉ 20 ଟଙ୍କା ନା ବଢେଇଦେଲେ ତେଲ ଆଡେ 5,000 ଦେଲେ ନା ଆଡେ 20 ଟଙ୍କା ବଢେଇଦେଲେ। ଅଧ କିଲୋ 60 ଟଙ୍କା, ଗରିବ ଲୋକ ଚଳିବ କେମିତି କହୁନାହାନ୍ତି? ସ୍ତ୍ରୀ ଲୋକମାନେ ଯୋଉ ଗରିବ ଲୋକ ଯୋଉ ଖଟି ଖାଉଛନ୍ତି ସେ ଚଳିବ କେମିତି? ଗରିବ ଲୋକ ତ ମରିଯିବେ, ସାଧାରଣ ଲୋକ ତ ମରିଯିବେ। ଏବାଟେ 5,000 ଦେଲେ ଏବାଟେ ତେଲ କୋଉଟା ଆଉ କମ ଅଛି ନା ଆଉ କୋଉଟା କମ ଅଛି? ଆଗେ ଏତେ ଯୋଉ ବିଜେଡି ସରକାର ଥିଲା ଏତେ ରେଟ ବଢିଥିଲା, ଏଇ ଯୋଉ ତେଲ ସଉଦା ଡାଲି ସବୁ ବଢିଥିଲା। 30 ଲିଟର 30 ଟଙ୍କା ଥିଲା, ସେଇ ସରକାର ଆଜି ଓମ୍ପେଡକୁ 30 କରିଦେଲାଣି। ପିତା କାଟିକି ଏବେ ଦେବେ କିନ୍ତୁ ଲୋକମାନଙ୍କୁ ଏମିତି ବୁଲେଇକିରି ବର୍ଷକୁ 10,000 ଟଙ୍କା ଦେବେ। ଦିନକୁ ପହିଲା 28 ଟଙ୍କା କେତେ ଦିନକୁ ପଡୁଛି ଆଜ୍ଞା, ମାସକୁ 830 ଟଙ୍କା, ଦିନକୁ 28 ଟଙ୍କା କେତେ ପଡୁଛି। କେମିତି ଉନ୍ନତି କରିବେ? ସ୍ତ୍ରୀ ଲୋକ ମାନଙ୍କର ଉନ୍ନତି କରିବାକୁ ଦେଖୁଛନ୍ତି କେମିତି କରିବେ? ଏଇ 830 ଟଙ୍କା ମାସକୁ ପାଇଲେ ସେ ଉନ୍ନତି କରିପାରିବେ? ବରଂ ଏକ ଗାଇଲେ ସେ ଦେଇଥିଲେ କିଏ ଗୋଟେ କିଛି କରିପାରିଥାନ୍ତା।